ଅନଲାଇନ ଆରମ୍ଭ ହୋଇଥିଲା ପ୍ରେମ। ଇଏ କିନ୍ତୁ ସତରେ ଏକ ଅଜବ ପ୍ରେମ। କାରଣ ଇନଷ୍ଟାଗ୍ରାମରେ ତ କେତେ ପୁଅ ଝିଅ ପରସ୍ପରକୁ ଭଲ ପାଇ ଆସୁଛନ୍ତି, ପରେ ଧୋକା ମଧ୍ୟ ଖାଇଛନ୍ତି। କିନ୍ତୁ ଇଏ ପୁଅ ଝିଅ ପ୍ରେମ ନୁହେଁ ଆଜ୍ଞା, ଇଏ ହେଉଛି ଝିଅ ଝିଅ ପ୍ରେମ, ଯାହା ଏବେ ଥାନାରେ ପହଞ୍ଚିଛି। ଟିଟଲାଗଡ଼ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ଏହି ଦୁଇଟି ଝିଅଙ୍କ ପ୍ରେମ କାହାଣୀ ଏବେ ଚାରିଆଡେ ଚର୍ଚ୍ଚା। ସୋସିଆଲ ମିଡିଆର ଇଏ ହେଉଛି ସାଇଡ୍ ଇଫେକ୍ଟ। କାହାକୁ ନା ଅଛି ଭୟ, ନା ଅଛି ଡର। ଡର ଭୟ ନାହିଁ, ନା ହେଲା ଲୁଚାଛପା ନାହିଁ। ଦୁଇ ଝିଅଙ୍କ ମୁଣ୍ଡକୁ ଚଢିଲା ଏମିତି ପ୍ରେମ ନିଶା, ତାପରେ ସିଧା ଗଜପତିରୁ ବାହାରି ପହଞ୍ଚିଗଲେ ଟିଟଲାଗଡ଼। ଏମାନଙ୍କ କହିବା କଥା, ପ୍ରେମ କେବଳ ପୁଅ ଝିଅଙ୍କ ଭିତରେ ହୁଏନି, ଝିଅ ଝିଅ ଭିତରେ ବି ହୋଇପାରେ। ତେବେ ଟିଟଲାଗଡ଼ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ଏହି ଦୁଇ ଝିଅଙ୍କର ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇନଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ଦେଖିଥିଲେ। ହାଇ ହେଲୋରୁ ଆରମ୍ଭ ହୋଇଥିଲା ଚାଟିଂ, ପରେ ଭାବ ଦିଆନିଆ ହୋଇ ସେଠୁ ପ୍ରେମ ଏମିତି ବଢିଗଲା ଯେ ଗଜପତିର ଝିଅ ଟ୍ରେନରେ ବସି ପହଞ୍ଚିଗଲେ ଟିଟଲାଗଡ଼ରେ। ଆଉ ଟିଟଲାଗଡ଼ରୁ ଉଭୟ ଫେରାର ମାରି ବ୍ରହ୍ମପୁର ଏକ ଶିବ ମନ୍ଦିରରେ ବାହାରୁଛନ୍ତି। ଏବେ ଦୁଇ ଝିଅ ସ୍ୱାମୀ ସ୍ତ୍ରୀ ଭଳି ଚଳୁଛନ୍ତି। ଘର ଲୋକେ ପ୍ରେମ ଓ ସମ୍ପର୍କକୁ ସ୍ୱୀକୃତି ନ ଦେବାରୁ ଫେରାର ମାରିଥିଲୁ ବୋଲି ରୋକଠୋକ କହିଛନ୍ତି ଦୁଇ ଝିଅ। ସେପଟେ ଟିଟଲାଗଡ଼ରୁ ଝିଅକୁ ନ ପାଇ ଗତ 16 ତାରିଖ ଦିନ ସିନ୍ଧିକେଲା ଥାନାରେ ଅଭିଯୋଗ କରିଥିଲେ ବାପା। ପୋଲିସର ପ୍ରାଥମିକ ତଦନ୍ତ ପରେ ଏହା ପ୍ରେମ ମାମଲା ବୋଲି ଜଣାପଡ଼ିଥିଲା। ପରେ ସେମାନଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି ପୋଲିସ। ଏପରିକି ଯୁବତୀମାନଙ୍କ ବାପା ମାଙ୍କୁ ଡକାଯାଇ ପୋଲିସ ପଚରାଉଚରା କରୁଥିବା ମଧ୍ୟ ସୂଚନା ମିଳିଛି। କିନ୍ତୁ ଏଭଳି ଏକ ସମ୍ପର୍କକୁ ପରିବାର ଲୋକେ ଗ୍ରହଣ କରୁନଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ବ୍ଲକ ଛତାଭଟା ଗାଁରେ ଚତୁର୍ଭୁଜ ମହାନନ୍ଦଙ୍କ ପରିବାର କ୍ଷୟ ଆଉ ଇଏ ହେଉଛନ୍ତି ଝିଅ ଋତୁ, ଯିଏ ଗତ କିଛି ଦିନ ପୂର୍ବରୁ ବ୍ୟାଙ୍କ ଯାଇଥିବା କହି ନିଖୋଜ ରହିଥିଲେ। ଏ ନାବାଳିକାକୁ ଟିକେ ଦେଖନ୍ତୁ, କେତେବେଳେ ହିନ୍ଦୀରେ ତ କେତେବେଳେ ଖାଣ୍ଟି ଓଡ଼ିଆରେ ତ ଆଉ କେତେବେଳେ ସମ୍ବଲପୁରୀ ଭାଷାରେ କଥା ହେଉଛନ୍ତି। ଏ ନାବାଳିକାଙ୍କ ବୟସ କୁଆଡେ 17 ବର୍ଷ। ଘରେ କହିଲେ ଗଞ୍ଜାମ ଜିଲ୍ଲା, କିନ୍ତୁ ଅଜଣା ଅଚିହ୍ନା ରିତୁ ସହ ହୋଇଥିଲା ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ରିତୁର ଘରକୁ ଆସି ବି ରହିଥିଲେ, ଆଉ ପରେ ଚମ୍ପଟ ମାରିବାର ପ୍ଲାନ୍ କରିଥିଲେ। ଏକଥା ଆମେ ନୁହେଁ, ଖୋଦ୍ ଏହି ଦୁଇ ଯୁବତୀ କହିଛନ୍ତି। ଉଭୟ ସମଲିଙ୍ଗୀ। ପରିବାରକୁ ଏକଥା କହିଲେ କେହି ବିଶ୍ୱାସ କରିବେ ନାହିଁ। ତେଣୁ ସେମାନେ ଫେରାର ମାରିବାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ବ୍ୟାଙ୍କକୁ ଯିବାକୁ କହି ସିଧା ଟିଟଲାଗଡ଼ ରେଳ ଷ୍ଟେସନକୁ ଆସିଛି। ଟ୍ରେନ୍ ଯୋଗେ ପ୍ରଥମେ ସମ୍ବଲପୁର, ପରେ ଭୁବନେଶ୍ୱର ଏବଂ ଶେଷରେ ବ୍ରହ୍ମପୁର ଯାଇଥିବା ବେଳେ ସେଠାରେ ଏକ ଶିବ ମନ୍ଦିରରେ ଉଭୟ ବିବାହ କରିଥିବା କହିଛନ୍ତି। ନାବାଳିକା ଜଣଙ୍କ ବର ସାଜିଥିବା ବେଳେ ରିତୁ ସାଜିଥିଲା କନ୍ୟା। ମଧ୍ୟରେ ବିବାହକୁ ନେଇ ତାଜୁବ ହୋଇଛନ୍ତି ପରିବାର ଲୋକେ। ଏମିତି ଜଣେ ଝିଅ ଆଉ ଏକ ଝିଅ ସହିତ ବିବାହ କରିପାରିବ? ଏହାରି ଭିତରେ ଅନ୍ୟ କିଛି ରହସ୍ୟ ରହିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୁଣି ରିତୁ ସହିତ ଝିଅର ବୟସ ବି କମ୍। ଜଣେ ନାବାଳିକା ହୋଇଥିବାରୁ ଲୋକେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ରିତୁକୁ ଗୁଣିକାରେଡ଼ି କରିଥିବା କିମ୍ବା ତନ୍ତ୍ରମନ୍ତ୍ର ବଳରେ ଆୟତ୍ତ କରିଥିବା ପରିବାର ଲୋକେ କହିବା ସହିତ ଏହା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। କଣ ରହିଛି ଆପଣଙ୍କ ମତାମତ? ଆମକୁ ଆମ କମେଣ୍ଟ ସେକ୍ସନ ମାଧ୍ୟମରେ ନିଶ୍ଚିତ ଲେଖି ଜଣାନ୍ତୁ। ଏଭଳି ତମାମ ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବାକୁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରନ୍ତୁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଲକ୍ଷ୍ମୀ 7।